ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ସୋମବାର ଦିନ 11 ଘଟିକା ସମୟରେ ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ନିମନ୍ତେ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ 67ଟି ଏବଂ 25 ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ଦ୍ୱାରା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏନ୍ଏସି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ଆସ୍କା ସାଂସଦ ପ୍ରତିନିଧି ପ୍ରେମାନନ୍ଦ ସାହୁଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଅରୁଣ କୁମାର ମହାଙ୍କଡ଼, ଅଶୋକ କୁମାର ମହାଙ୍କଡ଼, ଭାସ୍କର ବେହେରା, ଭବାନୀ ଶଙ୍କର ନାହକ, ଲିଙ୍ଗରାଜ ବେହେରା, କେ ପ୍ରମୋଦାଚାରୀ, ସଭ୍ୟା ଯମୁନା ବେହେରା, ସୁଜାତା ବେହେରା, କାଉନସିଲର ପ୍ରତିନିଧି ଭାଗୀରଥୀ ବେହେରା, ରଞ୍ଜନ ବେହେରା, ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ୱାର୍ଡର ଉନ୍ନତି କରିବା ପାଇଁ ଆଲୋଚନା କରିଥିଲେ। ଏଥିରେ ଏନ୍ଏସିର ବରିଷ୍ଠ ସହାୟକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ପିଙ୍ଗୁଆ, ରଶ୍ମିରାଣୀ ନାୟକ, ରଞ୍ଜିତା କୁମାରୀ ପଣ୍ଡା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ୍ସପର୍ଟ ଭଟ୍ଟ ମିଶ୍ର, ସଂଗ୍ରାମ କେଶରୀ ନାୟକ, ବିକ୍ରମ ବେହେରା, ବରୁଣ କୁମାର ବେହେରା ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଏନ୍ଏସି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବ୍ୟୁରୋ ଚିଫ୍ ଶରଚନ୍ଦ୍ର ନନ୍ଦଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।